କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ pH ବିଷୟରେ ଜାଣିବା। pH ହେଉଛି ହାଇଡ୍ରୋଜେନର କ୍ଷମତାକୁ ବୁଝାଏ ଏକ ସଲ୍ୟୁସନରେ। ଏହା ଏକ ପଦାର୍ଥ କେତେ ଅମ୍ଳୀୟ କିମ୍ବା କେତେ କ୍ଷାର ତାହାର ମାତ୍ରାକୁ ବୁଝାଏ। ଏହା 0ରୁ 14 ପର୍ଯ୍ୟନ୍ତ ସ୍କେଲରେ ମାପ କରାଯାଏ, ଯେଉଁଠାରେ 7 ହେଉଛି ନିରପେକ୍ଷ ନ୍ୟୁଟ୍ରାଲ, 7ରୁ ନିମ୍ନ ହେଉଛି ଅମ୍ଳୀୟ ଏସିଡିକ୍, ଆଉ 7ରୁ ଅଧିକା ହେଲେ ହେଉଛି କ୍ଷାର। pH ଯେତେ କମ୍ ହେବ ଏସିଡ୍ ସେତେ ଶକ୍ତିଶାଳୀ ହେବ, ଆଉ pH ଯେତେ ଅଧିକା ହେବ କ୍ଷାର ସେତେ ଶକ୍ତିଶାଳୀ ହେବ। ପାଣିର pH ହେଉଛି ନିରପେକ୍ଷ, ଯାହା ଅମ୍ଳୀୟ ବା କ୍ଷାର ହୋଇନଥାଏ। ମଣିଷ ରକ୍ତର pH 7.35ରୁ 7.45 ହେଇଥାଏ, ଯେଉଁଟାକି ସାମାନ୍ୟ କ୍ଷାର ଏବଂ ବଞ୍ଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ମାଟିର pH ଉଦ୍ଭିଦ ବୃଦ୍ଧିକୁ ପ୍ରଭାବିତ କରେ, କାରଣ ବିଭିନ୍ନ ଉଦ୍ଭିଦ ବିଭିନ୍ନ pH ସ୍ତରରେ ବଢ଼ନ୍ତି। ପାଚନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଶରୀରରେ ସଠିକ୍ pH ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଲିଟମସ୍ ପେପର, pH ମିଟର କିମ୍ବା ସାର୍ବଜନୀନ ସୂଚକ ସମାଧାନ ବ୍ୟବହାର କରି pH ପରୀକ୍ଷା କରାଯାଏ। ଶିଳ୍ପ, କୃଷି ଏବଂ ପରିବେଶଗତ ଅଧ୍ୟୟନ ବିଭିନ୍ନ ପ୍ରକ୍ରିୟାରେ ସୁରକ୍ଷା ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ pH ମାପ ବ୍ୟବହାର କରାଯାଏ। ବୁଝିହେଲା pH କ'ଣ, ତା ବ୍ୟବହାର କେମିତି ହୁଏ, ଆଉ ତାର ଯୋଉ ସ୍କେଲର ମାପଟି କ'ଣ ଅଛି ତା ମଧ୍ୟ ଆମେ କଥା ହେଲେ। ଯଦି କିଛି ଡାଉଟ୍ ରହିଗଲା, କିଛି କ୍ୱେଶ୍ଚିନ୍ସ ଅଛି ବା ମୁଁ କହିଲା ବେଳେ କିଛି ଛାଡ଼ିଗଲି, ମୋତେ କମେଣ୍ଟରେ ଲେଖିଦେବ, ତାକୁ କ୍ଲିୟର କରିବା। ଆଉ ଯଦି ବୁଝିହେଲା, ଭଲ ଲାଗିଲା, ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢ଼ିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।